ଯେଉଁ ସମାଜ ତାର କୁନି କୁନି ପିଲାଙ୍କ ଭିତରେ ଲୁଚି ରହିଥିବା ଈଶ୍ୱର ଦତ୍ତ ପ୍ରତିଭାର ପ୍ରସ୍ଫୁଟନ ପାଇଁ ସୁଯୋଗ ଆଣି ଦେଇଥାଏ, ସେ ସମାଜର ଭବିଷ୍ୟତ ଉଜ୍ଜ୍ୱଳ। ମନେ ପଡୁଛି ବାଲି, ସୁଗ୍ରୀବ, ଲଙ୍କା, ରାବଣ। ପ୍ରଭୁ ମୁହେ କଣ କଲି, ଯାହାର ସାନ୍ନିଧ୍ୟ ପାଇଁ ଯୋଗୀ ଋଷି ମାନେ ଜନ୍ମ ଜନ୍ମ ଧରି ତପସ୍ୟା କରିଥାନ୍ତି, ଆଜି ତାଙ୍କରି ଅଙ୍ଗରେ ଶରଣାଗତ କଲି। ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମିଶା ଶିକ୍ଷା ଦେଇ ପିଲାମାନଙ୍କୁ ଗଢ଼ି ତୋଳିବାର ସେଭଳି ଏକ ଛୋଟ ପ୍ରୟାସ ଋତପଲ୍ଲୀ ବିଦ୍ୟାପୀଠ। 1997 ମସିହା ଅଗଷ୍ଟ 15ରେ ଜନ୍ମିତ ଋତପଲ୍ଲୀ ବିଦ୍ୟାପୀଠ ସତ୍ୟର ଅନୁସନ୍ଧାନ ଓ ମାତୃଭୂମିର ସେବାରେ ଉତ୍ସର୍ଗୀକୃତ ଏକ ଗୁରୁକୁଳ। ଆମ ଚାରିପଟେ ଲୁଚି ରହିଥିବା ପ୍ରକୃତିର ଗୂଢ଼ ରହସ୍ୟରୁ କିଛିଟା ଖୋଲି ଦେଇ କୁନି କୁନି ପିଲାଙ୍କ ମନରେ ଚମକ ସୃଷ୍ଟି କରିବା ଋତପଲ୍ଲୀର ଉଦ୍ଦେଶ୍ୟ। ଗଣିତ ପ୍ରକୃତିର ଭାଷା, ପ୍ରକୃତିରେ ଲୁକ୍କାୟିତ ସତ୍ୟର ଅନୁସନ୍ଧାନ ବିଜ୍ଞାନର ଲକ୍ଷ୍ୟ। ଜେନୋମିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କ୍ୱାଣ୍ଟମ ଇନଫର୍ମେସନର ଦୁନିଆରେ ଯୁଗୋପଯୋଗୀ ଶିକ୍ଷା ଦେଇ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖାଇବା ସହ ଦକ୍ଷ ଓ ଯୋଗ୍ୟ କରି ଗଢ଼ି ତୋଳିବା ଋତପଲ୍ଲୀର ଲକ୍ଷ୍ୟ। ଗଣିତର ଦକ୍ଷତାରେ ପ୍ରକୃତିର ରହସ୍ୟ ଭେଦ କରି ଆତ୍ମବିଭୋର ହେବା ଯେତିକି ଆନନ୍ଦଦାୟକ, ଆଗକୁ ଥିବା ଜୀବନ ଯୁଦ୍ଧରେ ଘାତ ପ୍ରତିଘାତର ସମ୍ମୁଖୀନ ହେବା ପାଇଁ ଧର୍ମ ଅଧର୍ମର ପରିଭାଷା ବୁଝିବା ସେତିକି କାମ୍ୟ। ଏହି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଋତପଲ୍ଲୀର ପୂଜ୍ୟ ଗୁରୁମାନଙ୍କର ହାତ ବାଣ୍ଟିବାରେ ଅଛନ୍ତି ଋତପଲ୍ଲୀ ପରିବାରର ସମସ୍ତ ସଦସ୍ୟ। ଏହି ପରିବାରରେ ରହିଛି ଭାରତ ଓ ପୃଥିବୀର ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରର ଶିକ୍ଷା ଓ ଗବେଷଣାର ଅଭିଜ୍ଞତା। ସତ୍ୟ ଓ ଆନନ୍ଦର ଅନୁସନ୍ଧାନରେ ଅନୁବ୍ରତା ଋତପଲ୍ଲୀର ବଡ଼ ଭାଇ ଭଉଣୀମାନେ ତାଙ୍କ ସାନ ଭାଇ ଭଉଣୀମାନଙ୍କୁ ଖୋଜି ପାଇବା ପାଇଁ ଆସନ୍ତା ଫେବୃଆରୀ ରଖିଛନ୍ତି ଶ୍ରଦ୍ଧାବୃତ୍ତି ପରୀକ୍ଷା ଓଡ଼ିଶାର 11ଟି କେନ୍ଦ୍ରରେ। କିଛି ବର୍ଷ ତଳେ ଶ୍ରଦ୍ଧାବୃତ୍ତି ପରୀକ୍ଷାକୁ ଆସିଥିବା କୁନି କୁନି ପିଲାଙ୍କ ଭିତରୁ ଜଣେ ଆଜି ଜର୍ମାନୀର ସୁନାମଧନ୍ୟ ଅନୁଷ୍ଠାନ ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟରେ PhD ରିସର୍ଚ୍ଚ ପାଇଁ ଯାଉଥିଲା ବେଳେ ଆଉ ଜଣେ ଯାଉଛି ଖ୍ୟାତନାମା ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚ ପାଇଁ। ଆସନ୍ତୁ ଆମେ ସମସ୍ତେ ମିଶି କିଛି ମେଧାବୀ ଓ ଜିଜ୍ଞାସୁ ପିଲା ଖୋଜିବା ଆମ ନିଜ ଭବିଷ୍ୟତ ଗଢ଼ିବା ପାଇଁ। ଜୟ ହିନ୍ଦ। জয় হিন্দ।